ଭାରତ ଭାରତର ଭାରତ ମହାନ ତଥା ଓଡ଼ିଶାର ଦୁଇ ଜଗଜନ୍ମ ମହାପୁରୁଷ ସ୍ୱାଧୀନତା ସଂଗ୍ରାମୀ ଓଡ଼ିଆ ମାର ବୀର ପୁଅ ଆମର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଉ ଜଣେ ଟାଣୁଆ ବୀର ବୀର ସୁରେନ୍ଦ୍ର ସାଏ ତାଙ୍କର ଏଇ ଦୁଇ ଜଣଙ୍କର ଜନ୍ମ ଜୟନ୍ତୀ ଆଜି ଜନ୍ମ ଏଇ ଓଡ଼ିଶା ମାଟିରେ। ତେଣୁ ସେଇ ଜଗଜନ୍ମା ଦୁଇ ମହାପୁରୁଷଙ୍କୁ ଆମେ ସମସ୍ତେ ନମସ୍କାର କରିବା, ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେବା ତାଙ୍କ ଜନ୍ମଦିନ। ଏଠାରେ ଉପସ୍ଥିତ ମୋର ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ବନ୍ଧୁଗଣ, ଅଙ୍ଗନବାଡ଼ି ଦିଦି ଆଉ ସ୍ନେହର ଛାତ୍ରଛାତ୍ରୀ ମାନେ ଯେଉଁ ଦିବସକୁ ଆମେ ଜାକଜମକ ସହିତ ପାଳନ କରନ୍ତି, ସାରା ଓଡ଼ିଶାରେ ସାରା ଭାରତରେ ଏଇ ନେତାଜୀଙ୍କ ଜୟନ୍ତୀ ଆଉ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ହେଉଛି। ତାଙ୍କର ଗୁଣ ଗାରିମା ଯେଉଁ ଭଲ କାମ କରିଥିଲେ ସ୍ୱାଧୀନତା ପାଇଁ ଯେଉଁ କାମ ସବୁ କରିଯାଇଛନ୍ତି ତାହାକୁ ଆମେ ଯୁଗେ ଯୁଗେ ପିଢ଼ି ପରେ ପିଢ଼ି ସମସ୍ତେ ମନେ ପକାଉଛନ୍ତି ଆଉ ତାଙ୍କର ଜନ୍ମ ଦିନରେ ମନେ ପକାଇବାର ଅବସର ଆମର ଆସେ। ତେଣୁ ସେଇ ଦୁଇ ମହାପୁରୁଷଙ୍କର ଆଜି ସୌଭାଗ୍ୟ କଥା, ଜନ୍ମ ଜୟନ୍ତୀ ସହିତ ମା ସରସ୍ୱତୀଙ୍କର ସରସ୍ୱତୀ ପୂଜା ଉତ୍ସବ ମଧ୍ୟ ହେଉଛି। ତେଣୁ ଉତ୍ସବ ଉପରେ ଉତ୍ସବ ଆମେ ବେଶୀ ସମୟ ଏଠି ନେବା ନାହିଁ। ସେଇ ଦୁଇ ମହାପୁରୁଷଙ୍କର ବୀରତ୍ୱ କଥା ଆମେ ଜାଣିଛନ୍ତି। ମୋତେ ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି ଯିଏ କହୁଥିଲେ, ଆଉ ବୀର ସୁରେନ୍ଦ୍ର ସାଏଙ୍କର ବାଣୀ ଥିଲା, ଯେଉଁ ପର୍ଯ୍ୟନ୍ତ ମୋ ଜୀବନ ଥିବ ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ମୋ ଜନ୍ମ ମାଟିକୁ ମୁଁ ସ୍ୱାଧୀନତା ଆଣିଦେବି। ଯୋଉଥିପାଇଁ ସେ ଦୀର୍ଘ ଦିନ ଧରି ପାଖାପାଖି 27 ବର୍ଷ କାଳ ଜେଲରେ ରହିଥିଲେ। ଏଇଭଳିଆ ଜଣେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ତେଣୁ ଆଉ ଅଧିକ ମୁଁ କିଛି କହିବି ନାହିଁ। ଆମର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ଜଣେ ଦୁଇ ଜଣ ସଂକ୍ଷେପରେ ତାଙ୍କର ଏଇ ଯେଉଁ ଜନ୍ମ ଜୟନ୍ତୀ ସମ୍ପର୍କରେ କିଛି କହିବେ, ଆଉ ଆମ ପିଲାମାନଙ୍କ ତରଫରୁ ଜଣେ ଅଧେ କିଏ କହିବେ, କହିକି ଆମେ ଆଗକୁ ଆମର କାର୍ଯ୍ୟକ୍ରମକୁ କରିବା। ଶୁଣ, ଆଜି ଆମ ପାଇଁ ଏକ ପବିତ୍ର ଦିବସ। ନେତାଜୀ ସୁଭାଷ ବୋଷ ଜନ୍ମ ଜୟନ୍ତୀ ଏବଂ ଏହା ସହିତ ବର୍ଷ ଯାହାର ସରସ୍ୱତୀ ପୂଜା ବି ଦିନ ପଡ଼ିଛି। ତେଣୁ ଆମେ ପୂଜା କରୁଥିବା ୟାଙ୍କର ଜନ୍ମ ଜୟନ୍ତୀ ମନେ ପକାଉଥିବା। ତ ଆମେ ୟାଙ୍କଠୁ କ'ଣ ଶିଖିଲେ କି ଗୋଟେ କଥା ଉପରେ ସବୁବେଳେ ଗୁରୁତ୍ୱ ଦେଲେ, ମା ଆଉ ମାତୃଭୂମି এই দুটা ভিতরে কিছু বিফর নাই। মা ଥିଲେ ଆମ ପାଇଁ ଗୁରୁତ୍ୱ, ମାତୃଭୂମି ଗୁରୁତ୍ୱ। ମା ଆଉ ମାତୃଭୂମି ଉପରେ ଯିଏ ଆଞ୍ଚ ଆଣିଲା ଭଳିଆ କୌଣସି କାମ କରିବ କିମ୍ବା କିଛି ହାମ୍ପର କଲା ଭଳିଆ କିମ୍ବା ତାଙ୍କର ଉପରେ ଅସମ୍ମାନିତ କଲା ଭଳିଆ ଯଦି କିଛି ଗଲା, ତାକୁ କୌଣସି ପ୍ରକାର କ୍ଷମା ଦିଆଯିବ ନାହିଁ। ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ତାକୁ ନିଶ୍ଚିତ ହଟେଇ ଦିଆଯିବ ଆଉ ତାକୁ ଯଥେଷ୍ଟ ଜବାବ ଦିଆଯିବ। ଏଇ ତତ୍ତ୍ୱ ଉପରେ ଆଧାର କରିକି ଆମକୁ ଶିକ୍ଷା ଦେଇକି ଯାଇଛନ୍ତି ଏବଂ ଆମେ ସବୁବେଳେ ବି ଚେଷ୍ଟା କରିବା ଆମ ମା ଆଉ ମାତୃଭୂମି ଏ ଦୁଇଟା ଯାକ ସବୁବେଳେ ସୁରକ୍ଷା ଦେବା। ୟାଙ୍କ ବେଳେ ବିରୋଧ ପ୍ରଦାନ କରିବା, ମୁଣ୍ଡ ନଇକି କେତେବେଳେ ଯିବାନି, ସବୁବେଳେ ମୁଣ୍ଡ ଉଠେଇକି ଯିବା।
ଗର୍ବର ସହିତ ଯିବା, ବୀରତ୍ୱର ସହିତ ଯିବା। ତା ସହିତ ଆମ ଓଡ଼ିଶା, ଆମ ଭାରତ ଏ ମାତୃଭୂମିକୁ ସବୁବେଳେ ସେବା ଯୋଗାଇ ଦେବା ଆଉ ତାର ସୁରକ୍ଷା ପ୍ରଦାନ ଦିଗରେ ସବୁବେଳେ ଗୁରୁତ୍ୱ ଦେବା ଏବଂ ଆମେ କେବେ ହେଲେ କାହାରି ଆଗରେ ଅଯଥାରେ କିମ୍ବା ଅଧର୍ମରେ କେବେ ବି ମୁଣ୍ଡ ନୁଆଇବା ନାହିଁ। ଆମ ହକ୍ ଆମେ ରିକ୍ୱେଷ୍ଟ କରିକି ଆଣିବା ନାହିଁ, ବରଂ ଛଡ଼େଇ ଆଣିବା। ଏଇଟା ହେଉଛି ଆମର ପ୍ରିନ୍ସିପଲ୍। এই প্রিন্সিপল ଆମେ ବଜାୟ ରଖିବା। ଆଶା କରାଯାଏ ଆମର ଯେଉଁ ଆଗାମୀ ପିଢ଼ି ଅଛନ୍ତି ସେମାନେ ଭବିଷ୍ୟତରେ ନିଶ୍ଚିତ ରୂପେ ଏହି କଥାର ପଥିକ ହେବେ ଯେ ନିଜର ବୀରତ୍ୱ ପ୍ରଦାନ କରିବେ, ମାଆକୁ ମାତୃଭୂମିକୁ ସମ୍ମାନ ପ୍ରଦାନ କରିବେ ଓ ୟା ଉପରେ ଯିଏ କିଛି ଅସମ୍ମାନ କଲା ତାକୁ ଯଥେଷ୍ଟ ଜବାବ ଦେବେ। ଏଥିପାଇଁ ମୁଁ Hey! ଆଉ ଆରାମରେ ଖାଇସାରିଲା ପରେ ଭଲ ଭାବରେ ଉଠିକିରି ତାକୁ ନେଇକିରି ହୋ ଯୋଉଟା ପକ କଲି ଚକଟି ନେଇକିରି ପକେଇଦେବ କୋଉଟା ଦଉଛି ଦଉଛି ତ ଆଡ଼େ ହଉ ହଉ ହଁ ହୁଁ